ଟିକେ ଧରିକିନି ଆସୁଛି। ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜି ଏହି ମକର ସଂକ୍ରାନ୍ତିରେ ପ୍ରଭୁ ବାଲ୍ମୀକି ପୂଜା ପାଉଛନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏ ପର୍ବ ଚାଲିଛି। ଏଇ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ସାଜିଥିବା ତାଙ୍କର ଆଜି ମୁଖ୍ୟ ପୂଜା ହୋଇଥାଏ। ଆମେ ଆଜି ଅଛନ୍ତି ସୋର ବ୍ଲକ ବାଳଙ୍ଗ ପଞ୍ଚାୟତରେ। ଇଏ ହେଉଛି ବାଳଙ୍ଗ ମୁନି। ଏ ବାଳଙ୍ଗ ମୁନି ସର୍ବପୁରାତନ ମୁନି ପର୍ବ। ଏଠାରେ ଭକ୍ତମାନେ ପ୍ରବଳ ଆସିଥାନ୍ତି। ସେ ତାଙ୍କର ମନସ୍କାମନା ପୂରଣ ହୋଇଥାଏ। ଆସନ୍ତୁ ପଚାରି ଯିବା ଆସିଥିବା ଭକ୍ତମାନଙ୍କର ତାଙ୍କର ମନସ୍କାମନା କ'ଣ ଅଛି ଆଉ କ'ଣ ବାବାଙ୍କ ବିଷୟରେ ତାଙ୍କର ମନ୍ତବ୍ୟ ଆସନ୍ତୁ ପଚାରି ବୁଝିବା। କେତେ ବର୍ଷ ହେଲା ଏମିତି ଆସୁଛନ୍ତି ଏଠି? ସବୁ ବର୍ଷ ତ ରହି ହଉନି, ଯେତେ ରହୁଛି ସେତେବେଳେ ଆସୁଛି ଏଠି। ଏଠି ବାବାଙ୍କର କ'ଣ ମହିମା ଅଛି ସେଟା କିଛି ଜାଣିଛନ୍ତି? ନା, ମୁଁ ଏତେଟା ଜାଣିନି। ଏମିତି କେତେ ଥର ଆଉ କାହା ସହିତ ଆସୁଛନ୍ତି ଏଠି? ମାନେ ଆଉ କିଏ କିଏ ଆସୁଛନ୍ତି ଆପଣଙ୍କ ସହିତ? ଏଇଠି ତ ମୋ ବାପ ଘର। ସବୁବେଳେ ଯେତେ ବର୍ଷ ଆସେ ସବୁବେଳେ ଭଉଣୀ ଭାଇ ସମସ୍ତେ ସାଙ୍ଗସାଥି ସମସ୍ତେ। ଥ୍ୟାଙ୍କ ୟୁ। ଠାକୁରଙ୍କ ପାଖକୁ କେତେ ବର୍ଷ ହେଲା ଆସିଲେଣି ଏଠି? ମୁଁ ଆଇଲିଣି 20-25 ବର୍ଷ ହେଲା। କ'ଣ ଏଠି କ'ଣ ତାଙ୍କର ମହିମା ଅଛି? କେତେ ଭକ୍ତ ଏଠି ସମାଗମ ହୁଅନ୍ତି? ଭକ୍ତ ତ ହିସାବ କରିବନି, ଢେର ଭକ୍ତ ମାନେ ଆସନ୍ତି। ଆଚ୍ଛା, ଆପଣଙ୍କ ନାଁଟା ଟିକେ କହିଲେ? କବିତା ସାହୁ। ଆଉ କିଏ କିଏ ଆସିଛନ୍ତି ଆପଣଙ୍କ ସହ? ଆମ ଘର ସବୁ ପରିବାର ଆସିଛୁ। ଆମେ ମୋ ଯା ମାନେ ଆସିଛନ୍ତି, ଝିଆରୀ ମାନେ ଆସିଛନ୍ତି, ଝିଅ ଜଇଁ ସବୁ ଆସିଛନ୍ତି, ନାତୁଣୀ ବି ଆସିଛନ୍ତି। ରଞ୍ଜନ ବିଶ୍ୱାଳ ବର୍ତ୍ତମାନ ସାଉଡ଼ ହାଇସ୍କୁଲର ହେଡ଼ମାଷ୍ଟର ଅଛି। ମୋର ଘର ଏଇ ବାଳଙ୍ଗ ଗ୍ରାମରେ ଅଟେ। କ'ଣ ମହିମା ଠାକୁରଙ୍କର ଅଛି? ଇଏ ବାଲ୍ମୀକି ମୁନିର ମହିମା ଆମେ ବାଲ୍ୟକାଳରୁ ଦେଖି ଆସୁଛୁ। ଆର ଅବସ୍ଥିତି କେଉଁ ଆବାହନ କାଳରୁ ଆମେ ସେ କଥା ତାର କିମ୍ବଦନ୍ତୀ ପ୍ରକାଶ କରିପାରିବୁନି, କିନ୍ତୁ ଆର ମହିମା ରହିଛି। ଏବଂ ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନଙ୍କର ମାନସିକ ପୂରଣ ହେଉଛି। ଟିକିଏ ମାଟି ମଥାର ମାରିକି ଚନ୍ଦନ ଭଳିଆ ଯେତେବେଳେ ମୁନି ଉପରେ ସ୍ଥାପୁଛନ୍ତି, ତାପରେ ନିଶ୍ଚିତ ଭାବରେ ତାଙ୍କର ମନସ୍କାମନା ହେଉଛି। ଏବଂ ଆର କାହାଣୀ ରହିଛି। ଅତୀତର ଏହି ବାଲ୍ମୀକି ନାମକ ଏକ ଋଷି ତପସ୍ୟା କରୁଥିଲେ। ତାପରେ ତାଙ୍କର ଇହଧାମ ତ୍ୟାଗ ହେଇଛି। ଇହଧାମ ତ୍ୟାଗ ହେଲା ପରେ ଅଟୋମେଟିକ୍ ତାର ଓଇ ହୁଙ୍କାର ପରିଣତ ହୋଇଯାଇଛି। ଏବଂ ଆହୁରି ମଧ୍ୟ ଗୋଟେ କିମ୍ବଦନ୍ତୀ ଅଛି। ଏଠି ଏକ ବଉଳା ନାମକ ଏକ ଗାଈ ଥିଲା। ତାର ସ୍ତନରୁ ଅନବରତ କ୍ଷୀର ଝରୁଥିଲା ଏବଂ ତାର ପିଲାମାନେ ଛୁଆମାନେ ଆସିକି କ୍ଷୀର ପାନ କରୁଥିଲେ। ବହୁ କିମ୍ବଦନ୍ତୀ ମହିମା ଏହି ମୁନିଙ୍କର ରହିଛି। ଖାଲି ଯେ ଏହି ଅଞ୍ଚଳ ପ୍ରଖ୍ୟାତ ତାହା ନୁହେଁ, ଏହା ସମଗ୍ର ଓଡ଼ିଶା। ସରୋଜିନୀ ସାହୁ। କେତେ ବର୍ଷ ହେଲା ଆସୁଛନ୍ତି? କ'ଣ କେମିତି? ମୁଁ ଆସିନଥିଲି, ଆଜି ଫାଷ୍ଟ ଟାଇମ୍ ଆସିଛି। କ'ଣ ବାବାଙ୍କ ପାଖରେ କ'ଣ ମନାସିବେ? କ'ଣ ଆପଣ ମାନସିକ କରିଥିଲେ ଛୁଆଙ୍କ ପାଇଁ ଭୋଗ କରିବାକୁ ଆସିଛି। ଆଜ୍ଞା ଆଜ୍ଞା। ଆଉ କିଏ କିଏ ଆପଣଙ୍କ ସହିତ ଆସୁଛନ୍ତି? ନା, ମୁଁ ଏକା ଆସିଛି। ଆମେ ତ ଏଇ ଗାଁର ଲୋକ ଆଉ ଦୀର୍ଘ ଦିନରୁ ଆମର ବହୁ ପୁରୁଷାନୁକ୍ରମିକ ଭାବରେ ଆମେ ଏଠି ବାଲ୍ମୀକି ମୁନିଙ୍କର ପୂଜା କରି ଆସୁଛୁ। ଆଉ ପ୍ରତିବର୍ଷ ସଂକ୍ରାନ୍ତି ଦିନ ତାର ମହାମାରୀ, ତେଣୁ ସେଇଦିନ ବେଶୀ ଲୋକ ଉପସ୍ଥିତ ରୁହନ୍ତି। ଗଙ୍ଗାସାଗର କୁମ୍ଭମେଳା ଭଳି ଏଠି ମଧ୍ୟ ସଂକ୍ରାନ୍ତି ଦିନଟି ଏହାର ମହିମା ଅଧିକ। ଆଉ ତାପରେ ଆଗରୁ ମେଳା ହିସାବରେ ମାସ ବି ବିତି ଯାଉଥିଲା। ବର୍ତ୍ତମାନ କିନ୍ତୁ ସେଇଟା କ୍ଷୟ ହେଇଯାଇଛି। ଅଳ୍ପ 6-7 ଦିନ ବା 5 ଦିନ 3 ଦିନ ଏମିତି ବର୍ତ୍ତମାନ ହେଉଛି। କେତେ ବର୍ଷ ଚାଲିଛି ଏଠି? ବର୍ଷ ମାନେ ଏଇଟା ତ ଆମେ 10 ପୁରୁଷର କଥା କହିପାରିବୁ। ତା ପୂର୍ବରୁ ମଧ୍ୟ ଏଇଟା ତ୍ରେତା ଯୁଗର କଥା। ବାଲ୍ମୀକି ଯେତେବେଳେ ମାନେ ମହାମୁନି ପାଲଟି ଗଲେ, ସେ ହେଉଛି ତ୍ରେତା ଯୁଗର କଥା। ଏଇଟା ତ କଳି ଯୁଗର କଥା ନୁହେଁ ନା, ତ୍ରେତା ଯୁଗରୁ ଏହା ବାଲ୍ମୀକି ମହାମୁନି। ଆଉ ଆପଣ ଭାରତରେ କୌଣସି ସ୍ଥାନ ଦେଖିବେ ନାହିଁ ବାଲ୍ମୀକିଙ୍କର ଆଶ୍ରମ, କେବଳ ଏଇଠି ବାଲ୍ମୀକିଙ୍କର ଆଶ୍ରମ ଏଇଠି ଥିଲା। କ'ଣ ମହିମା ଅଛି? ବାବାଙ୍କର ତ ବହୁତ କିଛି ମହିମା ଅଛି। ବହୁତ ଦୂରରୁ ଲୋକ ସବୁ ଏଠିକି ଛୁଟି ଆସନ୍ତି ଏବଂ ଯିଏ ମନାସି ଯାହା ମନାସିକି ଆସନ୍ତି ତାଙ୍କର ଜୟଯୁକ୍ତ ହେଲେ, ସେମାନେ ଜୟଯୁକ୍ତ ହେଲେ ଆସିକି ପୁଣି ସେଇ ବୁଢ଼ାଙ୍କ ପାଖରେ ପହଞ୍ଚନ୍ତି ଏବଂ ମାନେ ତାଙ୍କର ପୂଜା ଆରାଧନା କରିକି ସେମାନେ ଯାଆନ୍ତି। ଭକ୍ତିରେ ସବୁକିଛି ହେଇଛି ଆଉ ହେଉଛି ମଧ୍ୟ। ଏଠି କୌଣସି ପ୍ରକାରର
ମାନେ କାଳ୍ପନିକ ଭାବରେ କିଛି କରାଯାଉ ନାହିଁ। ଏବେ ତ ବିଭିନ୍ନ ଜାଗାରେ ସବୁ ମାନେ କାଳ୍ପନିକ ଭାବରେ ସବୁ ମାଟି ପକେଇ ଏ କରି ସେ କରି ମୁନି ତିଆରି କରାଯାଉଛି। ଏ ତ କେହି ଶୂଳେ ମାଟି ପକେଇବାର ନାହିଁ। ଯିଏ ଶୂଳେ ମାଟି ପକାଗଲା ଏତିକି ଉଚ୍ଚରୁ ସେ କ'ଣ ବର୍ଷା ଦିନେ ସେ ମାଟି ରୁହେ କି? ତେଣୁ ତାର ଆପେ ଆପେ ସେଇ ମହିମାରେ ଯେତିକି ଅଛି ସେତିକି ରହୁଛି, ମାନେ ଆଉ ତାର କିଛି ନାହିଁ। ଆଉ ତେଣୁ ଏଇଟା ନିଶ୍ଚିତ ଭାବରେ ଏଠି ବିଭିନ୍ନ ସମୟରେ ଏଠି ସଂକ୍ରାନ୍ତି ପ୍ରତି ସଂକ୍ରାନ୍ତିରେ ଏଠି ଚାରି ଦିଗରୁ ଚାରିଟା ଆଲୋକ ଆସେ ଏବଂ ଆମେ ତାକୁ ଆମର ବାପାକୁ ସେମାନେ ଦେଖିଛନ୍ତି ଏବଂ ତାର ଅନୁଭବ କରିଛନ୍ତି। ସିଏ କିଛି ସମୟ ଧରି ତାଙ୍କର ଗୋଟେ ଯେଭଳି ଗୋଟେ ମିଟିଂ ହେବା କଥା ସେମିତି କିଏ ସେ ଦେବତା ଆମେ କିଛି ତାର ଜାଣିନାହୁଁ, କିନ୍ତୁ ଚାରି ଦିଗରୁ ଚାରୋଟି ଆଲୋକ ଆସେ ଏବଂ କିଛି ସମୟ ଏଇଠି ବସନ୍ତି। ତାପରେ ସେମାନେ ତାଙ୍କ ଯେଝା ସ୍ଥାନକୁ ଯେଝା ଦିଗକୁ ଯେଝା ଚାଲିଯାଆନ୍ତି। ତେଣୁ ଏଇ ପ୍ରକାର ମହିମା ଅଛି। ଏଇଟା ହେଉଛି ବାଲ୍ମୀକି ମୁନିଙ୍କର, ବାଲ୍ମୀକି ମହାମୁନି। ଆମର କପିଳ ମହାମୁନି ଅଛନ୍ତି ଭାରତରେ, କପିଳ ମହାମୁନି, କପିଳ ଗଙ୍ଗାସାଗର ମେଳା, ଇଏ ହେଲେ ବାଲ୍ମୀକି ମହାମୁନି। ଆଉ ଅନ୍ୟ କୌଣସି ବାଲ୍ମୀକିଙ୍କର ଆଶ୍ରମ ନାହିଁ, କେବଳ ଏଇଠି। ବାଲେଶ୍ୱର ସ୍ୱରରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ, ଟାଇମ୍ସ ଅଫ୍ କଳିଙ୍ଗ।